ଲାଇଫର ସଜା ହେଇଥାନ୍ତା, ଇଏ ହେଇଥାନ୍ତା। ଫାଶୀ ଦଣ୍ଡଟା ତ ଆମ ଓଡ଼ିଶାରେ ନାହିଁ। ଏମିତି ତ ବହୁତ ଆଠୁ ଜଘନ୍ୟ ଜଘନ୍ୟ କାଣ୍ଡ ହେଇଛି ଆଜ୍ଞା। ସେଇଟା ତ ଆମେ କହିପାରିବୁନୁ, ରାତି ଅଧିକା କଥା। ତାଙ୍କ ଘର ଏଠି ହେଲେ ଆମ ଘର ଗାଁ ଭିତରେ ଯାଇକି ଆମେ ବି ସେମିତି ସକାଳେ ଶୁଣିଲୁ। ଯେହେତୁ ଗାଁରେ ଯେହେତୁ ଆପଣ ଆସିବା ବୋଧେ ଟିକେ ଲେଟ୍ ହେଇଛି, ଆମେ ଆଗୁଆ ଟିକେ ଆସିଯାଇଛୁ ଜାଗା ଇଏକୁ। ତାପରେ ପୋଲିସ ପ୍ରୋଟେକ୍ସନ ହେଇକି ଲକଅପ୍ କରିଦେଇଛନ୍ତି। ଆଉ ଆମେ ଦେଖିପାରିନୁ ଇଏକୁ ମାରିବା ଲାଶ ଇଏକୁ, ଖାଲି ଲାଶ ମାରି ଦେଇଛନ୍ତି ବୋଲି ଆମେ ଖବରଟା ପାଇଲୁ। ଛୁରୀରେ କ'ଣ ଛୁରୀରେ ମାରିଛନ୍ତି ଆଉ କେମିତି କ'ଣ ମାରିଛନ୍ତି, ଇଏ କ'ଣ ଛୁରୀରେ ବୁଝିଛନ୍ତି ବୋଲି ନ୍ୟୁଜ୍ ବି ଦେଖାଉଛି। ଆମେ ତ ଟୋଟାଲି ଇଏ ଦେଖିପାରିଲୁନୁ। ଲାଷ୍ଟ ସିଏ ତାଙ୍କର ଭିତରୁ ଜରି ପରିବେ ପ୍ୟାକିଂ କରିକି ନେଇଗଲେ ଯେ 33 ଥର ନା 34 ଥର କ'ଣ ଛୁରୀରେ ବୁଝିଛନ୍ତି ବୋଲି ନ୍ୟୁଜ୍ ଦେଖେଇଛି ଆଉ, ନ୍ୟୁଜ୍ ଆମର ଟିଭି ନ୍ୟୁଜ୍ ଆଉ। ନ୍ୟାୟଟା କାହିଁକି ଆଜ୍ଞା ଠିକ୍ ହେଲା ଭଳିଆ ଲାଗୁନି। ଫାଶୀ ଦଣ୍ଡଟା ଆଜୀବନ ଦଣ୍ଡଟା ହେଇଥାନ୍ତା, ଲାଇଫର ସଜା ହେଇଥାନ୍ତା, ଇଏ ହେଇଥାନ୍ତା। ଫାଶୀ ଦଣ୍ଡଟା ତ ଆମ ଓଡ଼ିଶାରେ ନାହିଁ। ଏମିତି ତ ବହୁତ ଆଠୁ ଜଘନ୍ୟ ଜଘନ୍ୟ କାଣ୍ଡ ହେଇଛି। ଛୋଟ ଛୁଆଙ୍କୁ ବଳାତ୍କାର କରିକି ମରିଛନ୍ତି, ଛୋଟ ଛୁଆଙ୍କୁ ବଳାତ୍କାର କରି ମାରିକି ପୋତି ଦେଇଛନ୍ତି, ପୋଡ଼ି ଦେଇଛନ୍ତି, ଦରପୋଡ଼ା କରିଦେଇଛନ୍ତି। ଏମିତି ଆସାମୀ ବି ଅଛନ୍ତି ଇଏ କରେ ଜେଲ୍ ଭିତରେ ଅଛନ୍ତି, ତାଙ୍କୁ ଫାଶୀକି ତାଙ୍କୁ ଦଣ୍ଡ ଦିଆଯାଇନି। ନା ସେଇଟା ସମ୍ପୂର୍ଣ୍ଣ ଆଜ୍ଞା ଭୁଲ ଥିଲା। ଛୋଟ ଛୁଆ ସିଏ କ'ଣ ଜାଣନ୍ତି, ଅଜ୍ଞାନ ଛୁଆ। ହଁ ସ୍ୱାମୀ ସ୍ତ୍ରୀ ଭିତରେ କ'ଣ ଝଗଡ଼ା ଝାଟି ଲାଗିଲା, କ'ଣ ପାଟିତୁଣ୍ଡ ହେଲା, କ'ଣ ଅସୁବିଧା ହେଲା, ସିଏ ସ୍ୱାମୀ ସ୍ତ୍ରୀ ଭିତରେ ପରସ୍ପରକୁ ବୁଝାବୁଝି ହେଇକି ମାରପିଟ ହେଇଥାନ୍ତା କି ପରସ୍ପରକୁ ବୁଝାବୁଝି ହେଇଥାନ୍ତା। ଛୋଟ ଅଜ୍ଞାନ ଛୁଆ ସିଏ କ'ଣ ଜାଣେ, ସିଏ କିଛି ଜାଣିନି। ତାଙ୍କଠି ଯେତେବେଳେ ଚାକୁ ବାହିଛି ସେଇଟା ଛୋଟ ଛୁଆ କେସରେ ଯିବ, ବହୁତ ଜଘନ୍ୟ କାଣ୍ଡ ହେଲା ଭଳିଆ ଲାଗିଲା। କାରଣ ଛୋଟ ଛୁଆଟା ମରିଯାଇଥାନ୍ତା, ଆଉ ଗୋଟେ ବି ଛୋଟ ଛୁଆ ଥିଲା। ଚାଲିଚଳନ ବ୍ୟବହାର ଆଜ୍ଞା ଭଲ ଥିଲା। ସିଏ ଟିକେ ନିଶାଳି ଲୋକ, ନିଶା ଖାଆନ୍ତି ଲୋକ, ନିଶା ଲୋକ। ଆଉ ଧନ ସମ୍ପତ୍ତି ତ ତାଙ୍କର କିଛି ଅଭାବ ନଥିଲା, ତାଙ୍କର ଧନ ସମ୍ପତ୍ତି ପରିପୂର୍ଣ୍ଣ ଇଏ ଥିଲା। ଆଉ ଲୋକ ହିସାବରେ ଟିକେ ଭଲ ଥିଲେ। ଆଉ ଏ କାଣ୍ଡ କରିଛନ୍ତି କ'ଣ ତାଙ୍କ ମୁଣ୍ଡକୁ ବିସ୍ଫୋରଣ ଉଠିଛି, କ'ଣ ତା ଇଏରେ ଖରାପ ଦେଖିଛନ୍ତି କି ଖରାପ ଭାବିଛନ୍ତି କି ଖରାପ ନୀତି ନଚର ସରସ୍ୱତୀ ଦାସଙ୍କର ଦେଖିଛନ୍ତି, ସେଇ ରାଗରେ ଏ ଜଘନ୍ୟ କାଣ୍ଡ କରିଛନ୍ତି ଆଉ।